ଦେଖିକି କାନ୍ଦିଥିଲେ କଣ ପାଇଁ ଭୟରେ କି ଟେନସନରେ କି କଣ ମୁଁ ଜାଣିନି କଣ ପାଇଁ ସେ କାନ୍ଦିଥିଲେ ହେଲା କିନ୍ତୁ ଏବେ ଆଜି ତାଙ୍କ ବାଟରୁ ଶୁଣିବା ସେ କଣ ଥିଲେ ଏବେ ସେ କଣ ଆଚିଭମେଣ୍ଟ କରିଛନ୍ତି କଣ ଆଚିଭମେଣ୍ଟ କରିଛନ୍ତି ଆମେ ତ ସମସ୍ତେ ଜାଣିପାରିଲେ ସେ 50,000 ଇନକମ କରିସାରିଲେଣି ଏ ପ୍ଲାଟଫର୍ମକୁ ଆସିକି ରିଲିଙ୍କା ମ୍ୟାମ୍ ଷ୍ଟାର୍ଟ କରନ୍ତୁ ନିଜ ପରିଚୟ ସହିତ ଆଜ୍ଞା ମ୍ୟାମ୍ ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍ ମୁଁ ରିଲି ଲେଙ୍କା ମୁଁ ଖୋର୍ଦ୍ଧାରୁ ବିଲଙ୍ଗ କରୁଛି ମୋ ଅଫଲାଇନ୍ ହେଲେ ମହିଷତା ଲେଙ୍କା ମ୍ୟାମ୍ ଆଉ ସୁପର ଅଫଲାଇନ୍ ହେଲେ ସବିତା ସାହୁ ମ୍ୟାମ୍ ଟିମ୍ ଲିଡର ହେଲେ ସସ୍ମିତା ଶ୍ରୁତି ସାହୁ ମ୍ୟାମ୍ ଆପଣ ଆଚ୍ଛା ରିଲିଙ୍କା ମ୍ୟାମ୍ ଆପଣ ଜଏନ୍ କରିବା ପୂର୍ବରୁ ଆପଣଙ୍କ ଲାଇଫଷ୍ଟାଇଲ କେମିତି ଥିଲା କହିଦଉଛି ମ୍ୟାମ୍ ମୋ ମାନେ ମୁଁ ବାହା ହେଇଛି ସତ କିନ୍ତୁ ମୋ ହଜବେଣ୍ଡଙ୍କର ସେମିତି ଇନକମ୍ ନଥିଲା ଆଉ ମୋ ବାପ ଘର ବି ସେମିତି ମାନେ ଏମିତି ନୁହଁ ମାନେ ବହୁତ ଟିକେ ଇଏ ମୋ ବାପା ଯେହେତୁ ଗୋଟେ ମଦୁଆ ମୋ ପରିସ୍ଥିତି ପୁରା ବହୁତ ଖରାପ ଥିଲା ମୋର ପାଠ ପଢିବାର ଇଚ୍ଛା ଥିଲା ପଢି ପାରିଲିନି ତାପରେ ଏଠିକି ଆସିଲା ପରେ ମାନେ ବାହା ହେଇକି ତାପରେ ମାନେ ଭାବିଥିଲି ଲାଇଫଷ୍ଟାଇଲ ଚେଞ୍ଜ ହେଇଯିବ ବୋଲି କିନ୍ତୁ ହେଇନଥିଲା ସେମିତି ହିଁ ଥିଲା ଆଉ 2020ରେ ସବୁଠୁ ବଡ ଦୁଃଖ ଥିଲା ଭଗବାନ ମୋ ପୁଅକୁ ମୋଠୁ ଛଡେଇକି ନେଇଯାଇଥିଲେ 5 ବର୍ଷର କରିକି ତଥାପି ମାନେ ଇଚ୍ଛା ଥିଲା କି କିଛି ଗୋଟେ କରିବି ମାନେ କିଛି ଗୋଟେ ଇନକମ କରିବି ମାନେ ମାନେ କିଛି ଗୋଟେ କୁଆଡେ ପଳାନ୍ତି କିଛି ଗୋଟେ କରନ୍ତି କି ପୁଅଟେ ହେଇଥିଲେ କିଛି ଗୋଟେ ଇଏ କରିକି ଦେଖାନ୍ତି ମାନେ ଏଇଭଳିଆ ଇଚ୍ଛା ଥିଲା କିନ୍ତୁ ଏଇ ଆସିକି ଆସିଲା ପରେ ମାନେ ସବୁ କିଛି ସମ୍ଭବ ଯେମିତି କୁହନ୍ତିନି ଗୋଟେ ମଲା ଗଛରେ ପାଣି ଦେଲେ ଯେମିତି ଗଛଟା ଜିଇ ଉଠେ ଆକ୍ଚୁଆଲି ମ୍ୟାମ୍ 2025ରେ ମୁଁ ଗୋଟେ ମଲା ଗଛ ଥିଲି 2026ରେ ମାନେ ମୁଁ ଆଜି ପୁରା ଏମିତି ଅଛି ଆଉ ଯେତେବେଳେ ଜଏନ୍ କରିବା ପାଇଁ ଅପା ମତେ 4-5 ମାସ ହେଲା କହିଥିଲେ କିନ୍ତୁ ମୁଁ ଜଏନ୍ କରିନଥିଲି ବହୁତ ଡରିଥିଲି ମାନେ ମୁଁ ସବୁ ଜିନିଷଟା କେବେ ନିଜେ ଡିସିସନ ନେଇପାରେନି ସମସ୍ତଙ୍କୁ ପଚାରେ କଣଟା କରିବି କାହାକୁ ଏଇ ଜିନିଷଟା ଏମିତି କଲେ ଠିକ ହବ ମାନେ ମୋ ଭାଇ ବି ହଉ ସାନ ଭାଇ ମାନେ ଅଛନ୍ତି ମୋ ବୋଉ ଯାହାକୁ ବି ପଚାରେ କିନ୍ତୁ ମୋ ବୋଉ କହେ ଯେ ତମ ପଞ୍ଚାୟତରେ ତ ବିଭିନ୍ନ ପ୍ରକାର ସଂସ୍ଥା ବାହାରୁଛି ତୁ ତ ପାଠ ପଢି ପାଇଲୁନି ତୁ ଯେତିକି ପଢିଛୁ ପଚାରେ କାହାକୁ ତ ଦାଦା ଶ୍ୱଶୁର ହେରିକା କିଏ ଥିବେ ବୁଝିକି ତତେ କୋଉଠି ରଖିଦେବେ ଏମିତି କୁହନ୍ତି କିନ୍ତୁ ସେଇଟା ହେଲାନି ତାପରେ ଏଇ ଯୋଉ ଆମ ଅପା ମତେ ବହୁତ ବୁଝେଇଲେ କହିଲେ ତୁ କରେ ସୁଭଦ୍ରା ଯୋଜନା ତ 50,000 ଦବ ତ 50,000ରୁ 5,000 ଟଙ୍କାରେ କିଛି ଗୋଟେ କରିପାରିବୁ ମତେ ଏଇଭଳିଆ ବହୁତ ବୁଝେଇଲେ ତଥାପି ମୁଁ ବ୍ୟାଙ୍କରୁ ଯାଇକି ପଇସା ଉଠେଇକି ଆଣିଲି କିନ୍ତୁ ମୋର ଦବା ପାଇଁ ସାହସ ହେଲାନି ମୋ ସ୍ୱାମୀ କହିଲେ ଯଦି କୁଆଡୁ କଣ ଫ୍ରଡ୍ ହେଇଯିବ ଇଏ ହବ ସିଏ ହବ ଏମିତି ପୁରା ଡରେଇକି ରଖିଥିଲେ ତାପରେ ପୁଷ୍ପଲତା ମ୍ୟାମଙ୍କର ଥ୍ୟାଙ୍କ ୟୁ ପୁଷ୍ପଲତା ମ୍ୟାମ ତାଙ୍କର ଗୋଟିଏ ୱାର୍ଡରେ ମୁଁ ସାଙ୍ଗେ ସାଙ୍ଗେ ସେଦିନ ଜନ୍ମାଷ୍ଟମୀ ଥିଲା ଅଗଷ୍ଟ 15 ଥିଲା ମୁଁ ଆଜି ସେଇଟା ପୁରା କାହ୍ନା ଫଟୋକୁ ଛୁଇଁକି ମୁଁ କହିଲି ଆଜି ଦଉଛି ଯେମିତି ଠିକ ଏଇ ବର୍ଷ ଅଗଷ୍ଟ 15କୁ ମୁଁ ଯେମିତି ମୋ ସ୍ୱାମୀ କି 50,000 କରିକି ଦେଖେଇବି ମୋ ସ୍ୱାମୀ ବି କହିଥିଲେ କି ନାଇଁ ଏଇଟା ମିଛ କଥା ଏମିତି କହିବେ ତତେ ଇଏ କରିଦେବେ କିନ୍ତୁ ଶ୍ରୁତି ମ୍ୟାମ୍ ଆପଣଙ୍କର ଯୋଉଦିନ ସେଲିବ୍ରେସନ ଥିଲା ମୋ ହଜବେଣ୍ଡଙ୍କୁ ମୁଁ ଦେଖେଇଲି ଆପଣଙ୍କର ସେଲିବ୍ରେସନ ଆପଣ କାନ୍ଦୁଥିଲେ ଆପଣ ଷ୍ଟୋରି ଯୋଉ କହିଲେ ତାପରେ ମୋ ହଜବେଣ୍ଡ ମତେ ସପୋର୍ଟ କଲେ ହଜବେଣ୍ଡ ସପୋର୍ଟ କଲେ କହିଲେ ନାଇଁ ଏମାନେ ଯଦି କିନ୍ତୁ ଏମାନେ ମାନେ ଏଇଟା ସତ ପ୍ଲାଟଫର୍ମ ତୁ ଇଏ କଲୁ ତାପରେ ଆଜି ଯେତେବେଳେ ମାନେ ମ୍ୟାମ ଦେଖେଇଦେଲେ କି ମାନେ ମୋର 25,000 ହେଇଛି ଛାଡିଦେଲେ ଗ୍ରୁପରେ ମୁଁ ଆଜି ତାଙ୍କୁ ନିଜ ଗର୍ବ ସହିତ ମୁଁ କହିଲି ଦେଖ ତମେ ବା କହୁଥିଲ ମୁଁ ମୋ ଚ୍ୟାଲେଞ୍ଜ ପୁରା କରିଦେଲି ନା ମୋର ତ ଉପରେ ବିଶ୍ୱାସ ଥିଲା କେତେ କଷ୍ଟରେ ନା ଆଉ ମନକୁ କଣ ଇଏ କରିଥିଲୁ କି ଜଏନ୍ ହବା ପୂର୍ବରୁ ମୁଁ ଯେତେବେଳେ ମିଟିଂ ଦେଖିଲି ମୋ ଫୋନରେ ଜୁମ୍ ଆପ୍ ଚାଲୁନଥିଲା କି ମାନେ କିଛି ବି କୋଉ ମିଟିଂ ବି ଚାଲେନି ମୁଁ ମୋ ଯା ମାନଙ୍କଠୁ ମୋ ହଜବେଣ୍ଡ ଯେତେବେଳେ ଥିବେ ମୋ ହଟସ୍ପଟ ନେଇକି ମୋବାଇଲରେ ମିଟିଂ ଦେଖେ ନହେଲେ ଲୁଚିକି ଅପାଙ୍କ ଘର ଆମର ଟିକେ ଝଗଡା ଲାଗିଥିଲା ବଡବାପା ଆଉ ମୋ ଶଶୁରଙ୍କ ଭିତରେ କଥାବାର୍ତ୍ତା ହଉନଥିଲୁ କିନ୍ତୁ ମୁଁ ଲୁଚିକି ତାଙ୍କ ଘରକୁ ଯାଏ ଖାତା ପେନ୍ ନେଇକି ଯାଏ ସେଠି ନୋଟ କରେ ଆଉ ଲୁଚିକି ମିଟିଂ ଦେଖେ ନହେଲେ ମୋ ଯାଙ୍କ ଫୋନରେ ମୋ ହଟସ୍ପଟ ପାଇଁ ମୋ ସ୍ୱାମୀଙ୍କ ଫୋନରେ ମିଟିଂ ଦେଖୁ ଦେଖୁ ଯଦି ସରିଯାଇଥିବ ମୁଁ ନିଜେ ତାଙ୍କ ଫୋନରେ 19 ଟଙ୍କା ପକେଇବି ପୁଣି ମିଟିଂ ଦେଖିବି ମୁଁ ଏମିତି ହିଁ ହଟସ୍ପଟ ଦେଖି ଦେଖିଆ ଭଏସ ଚାଟରୁ ତାପରେ ରଶ୍ମିତା ମ୍ୟାମ ପୁଷ୍ପଲତା ମ୍ୟାମ ତାପରେ ଆମ ଅଫଲାଇନ ମହିଷତା ମ୍ୟାମ ତାଙ୍କ ସହିତ ଏଇଠୁ କଥା ହେଇକା ଭଏସ ଚାଟରେ ମୁଁ ଯେତେବେଳେ 10K ଆଚିଭ କଲି ସେଇଠୁ ମୋର ଗୋଟେ ସାହସ ପଳେଇ ଆସିଲା ଯେ ହଁ ମୁଁ କରିପାରିବି ମତେ ଗୋଟେ ମୋବାଇଲ ଆଣିବାର ଅଛି ଫାଷ୍ଟ ତାପରେ ଏମିତି ଟାର୍ଗେଟ ନେଇକା ଗୋଟେ ମୋବାଇଲ ଆଣିଲା ପରେ ମୁଁ ମିଟିଂ ଦେଖିଲି ତାପରେ ସମସ୍ତେ ବି ପଛରେ ବହୁତ କଥା କହିଲେ କି
ଯାହା ବି ଯୋଉଠୁ ହଉ ଆରେଞ୍ଜ କରିକି ମୋ ଫୋନ୍ ଟା ଆଣିଲି, କେବଳ ମତେ ଆଗକୁ ବଢିବାର ଅଛି। ମୋ ତ କଷ୍ଟ ତ ପ୍ରବଳ ଅଛି, ଦୁଃଖ, କିନ୍ତୁ ଏଠିକି ଆସିଲା ପରେ ଆଜି ଲାଗିଲା ଯେମିତି ମୁଁ ଫୁଲରେ ଫୁଲରେ ପଳେଇ ଆସିଲି। ମାନେ ମତେ କିଛି କଷ୍ଟ ହିଁ ଜଣା ପଡୁନି। ଥ୍ୟାଙ୍କ ୟୁ ସୋ ମଚ୍ ରିଲିଙ୍କା ମ୍ୟାମ୍, ଆପଣଙ୍କ ଷ୍ଟୋରି ଶୁଣି ମୁଁ ବି ଇମୋସନାଲ ହେଇଗଲି।